କିଛି ମନ୍ଦ ବୁଦ୍ଧି ଲୋକମାନେ ଭାବସନ୍ ତାଙ୍କର ମନେ ଅଛି ଧର୍ମ ପରିବର୍ତ୍ତନ କରିଦେଲା ପରେ ଆମେ ନିଶ୍ଚିନ୍ତାରେ ରହିମୁ, ମାନ ସମ୍ମାନ ମିଲବା ବୋଲି ଭାବସନ୍। କିନ୍ତୁ ଏଇଟା ସମ୍ପୂର୍ଣ୍ଣ ରୂପରେ ମିଥ୍ୟା ହେଇଯାଉଛି। ଧର୍ମ ପରିବର୍ତ୍ତନ କଲା ପରେ ବି ଡରି ଡରି କରି ଜିଇଁଛ, ତାର ମତଲବ କାଣା ରହିଲା? ଏଇଟା କିଏ କହିବ ମତେ ଟିକେ ବୁଝାଅ ତ। ତମେ ଧର୍ମ ପରିବର୍ତ୍ତନ କଲ ତଥାପି ତମର ଜୀବନରେ ଶାନ୍ତି ନାହିଁ। ଘରୁ ବାହାରିଲେ ବି ଡରୁଛ। ଲୋକମାନେ ତମକୁ କାଣା କହୁଛନ୍ କହି ଦେଖ ତ। କାଁ ଲାଭ ଧର୍ମ ପରିବର୍ତ୍ତନ କରି କରି? ଯଦି କିଛି କହିବାର ଅଛି ବୋଲେ ମତେ କହ, ମୋରି କଥାର ଉତ୍ତର ଦିଅ। ତମେ ଧର୍ମ ତ ପରିବର୍ତ୍ତନ କଲ, ତଥାପି ସମାଜ ତମକୁ କାହିଁକି ଗ୍ରହଣ କରୁନାହିଁ? କେନ୍ କାରଣ ଲାଗି? ଗୋଟେ କଥା ମନେ ରଖିଥ, ତମେ ଭାରତର ଶୂଦ୍ର। ତମେ ଯାଏ ଧର୍ମ ପରିବର୍ତ୍ତନ କଲେ ସୁଦ୍ଧା ଶୂଦ୍ର ହେଇକରି ରହିବ। କାରଣ ତମକୁ ସେମାନେ ଶୂଦ୍ର ବୋଲିକରି ଏକା ଭାବସନ୍। ତାଙ୍କର ଦୃଷ୍ଟିରେ ତମେ ଶୂଦ୍ର ଏକା।